କେନାଲରେ ପାଣି ନାହିଁ, ତଥାପି ସାମାନ୍ୟ ବର୍ଷାରେ ଭୁଶୁଡ଼ି ପଡ଼ିଛି କେନାଲର ୱାଲ୍। ଏ ଦୃଶ୍ୟ ଦେଖିଲେ ସହଜରେ ଅନୁମାନ କରିହେବ ନିର୍ମାଣ କାମର ମାନ କେତେ ଉନ୍ନତ ଥିଲା। ଯେଉଁ କେନାଲ ୱାଲ୍ ବର୍ଷ ବର୍ଷ ଧରି ପାଣିର ଚାପକୁ ସହିବା କଥା, ତାହା ପାଣି ନ ଆସିବା ପୂର୍ବରୁ ହିଁ ଭାଙ୍ଗି ପଡ଼ିଛି। ଆଉ ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀମାନଙ୍କୁ ଜଳସେଚନର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଶାସନିକ ଅଧିକାରୀ ଏବଂ ଠିକାଦାରଙ୍କ ମିଲିଭଗ ଯୋଗୁଁ ତାହାର ସୁଫଳ ମିଳିପାରୁନାହିଁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ବ୍ଲକର ବରପଦର ଗାଁରେ। ବରପଦରେ 2 ମାସ ହେବ ନିର୍ମାଣ ହୋଇଥିବା କେନାଲ ୱାଲ୍ ସାମାନ୍ୟ ବର୍ଷାରେ ଭୁଶୁଡ଼ି ପଡ଼ିଛି। ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବର୍ଷାରେ କେନାଲ ୱାଲ୍ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି। ଯଦି ଆଜି ଏଭଳି ଅବସ୍ଥା, ତେବେ କେନାଲରେ ପୂର୍ଣ୍ଣ କ୍ଷମତାରେ ପାଣି ଛାଡ଼ିଲେ ପରିସ୍ଥିତି କେତେ ଭୟଙ୍କର ହେବ, ସେ ନେଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ। ଏହି ଘଟଣାକୁ ନେଇ ଆଉ ଏକ ଗୁରୁତର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି କାମ ସମିତି ସଦସ୍ୟଙ୍କ ସ୍ୱାମୀଙ୍କ ଦ୍ୱାରା କରାଯାଇଥିଲା। ଏହାକୁ ନେଇ ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସବୁଠାରୁ ବଡ଼ କଥା ହେଉଛି, ଗ୍ରାମବାସୀ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି। ସେମାନଙ୍କ କହିବା କଥା, ନିର୍ମାଣ ସମୟରେ ଯଦି ସଠିକ୍ ତଦାରଖ ଓ ଗୁଣବତ୍ତା ଯାଞ୍ଚ କରାଯାଇଥାନ୍ତା, ତେବେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ପଡ଼ିନଥାନ୍ତା। ସରକାରୀ ଅର୍ଥରେ ହୋଇଥିବା ବିକାଶମୂଳକ କାମରେ ଯଦି ଏଭଳି ଅବହେଳା ହୁଏ, ତେବେ ସାଧାରଣ ଲୋକଙ୍କ ବିଶ୍ୱାସ କେମିତି ଅତୁଟ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ବରଗଡ଼ ସମ୍ବାଦ। ମୋ ନାଁ ହେଉଛି ଭୀମଦେବ ସାଗର। ମୁଇଁ ବରପଦର ଜଣେ ଚାଷୀ ହେ। ଦେଖୁନ କାମଟା ତ 2 ମାସ ହେଉଛି ହେଇଥିଲା, କିନ୍ତୁ ସାମାନ୍ୟ ଟିକେ ବର୍ଷା ହେଲା ଯେ ପୁରା ଧସକି ହେଇଛି କେନାଲଟା। କିନ୍ତୁ ସରକାର ଚାଷୀମାନଙ୍କର ଉନ୍ନତି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚା କରୁଛନ୍, କିନ୍ତୁ ଆମର ଠିକାଦାର ଆଉ ପ୍ରଶାସନ ଭିତରେ ଯେନ୍ ମଧୁଚନ୍ଦ୍ରିକା ହେଇକରି ତାକେ କାମ ଅତି ନିମ୍ନମାନର କରାଯାଉଛେ, ଆର୍ ସେଥିର୍ଲାଗି ଏଇଟା ଧସକି ହେଇଛି। ଏଇଟା କେନାଲର 2 ସାଇଡ଼୍ରେ ୱାଲ୍ ତିଆରି କରାହେଇଥିଲା। ତଲେ କୌଣସି ପ୍ରକାର ବେଡ଼ ଦିଆ ନାହିଁ, ଖାଲି 2 ସାଇଡ଼୍ରେ ପୁରା ମାଟି ଉପରେ ଏଇଟା ମାନେ ପିଲର ମାନେ ଦିଆ ହେଇଥିଲା। बरपद जानपाली जुड़े पानी पंचायत प्रेसिडेंट है, मैं चेयरमैन है। मोर नाम हो संतोष कुमार बाग। ऐसे केनालटा भांगी वाला ना बर्तमान ये सरकार एतकी पैसा खर्चा है सत्वे भी ये कामटे आमर गाँव जड़े करे से सरोज प्रसाद से आम समिति सभ्यार स्वामी है। से कामटा करती निम्नमान कामटे कर केनालटा पूरा पूरी धसी जाइए। बर्तमान सेटाके केन्ता करी चाषी मैंने पैन नेबे, केन्ता करी चाषी मैंने चाष करबे, पानी एतकी प्रोब्लेम किंबा पानी एंता प्रकार संकट इन देखा दूजे। कामटा जेन साइड वाल ये आमर जेन डिस्ट्रीब्यूट पूरा तलमुंड अछाड़पाली केनाल जेनटा जाऊे, पूरा तलमुंड जेनटा टेल एंड के जाऊे, सेटा से कामटा केन्ता पदरा करितिला सेटा आर कराई जे पूरा तार टोटाली भांगी जाइए। परछा बस्ट होता परछा नष्ट हो जेनटा केनाल खापी केनाल बर्तमान पानी पूरा जाई भी ना पारबा। केते अनुदान जेनता बोर्डटे लिखाई आसी कि अमका पांठी रू कि अमका ये रू हेसी सेटा लिखा लुकी किसी नहीं। यार कामटा हेंदे कराई जाए सेटा सीमेंट दिया है खाली बाली रे तैयार है हेन्ता गोटे किसी होता ना क्या लगे भांगबा आज्ञा मात्र 2 मास भितर काम हो परछा भांगी जाइए। चाषी मान लगी जदि एतकी पैसा ओडिशा सरकार सम्बलटा कि एंता विनियोग करा जाउछे बेले एटा केन्ता कथा होउछे जे काम कर तार विरुद्ध रे पूरा दृढ़ कार्यानुष्ठान हवा कथा।